ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ଆପଣମାନେ କେମିତି ଅଛନ୍ତି? ମୁଁ ଭଲ ଅଛି। ଆଜି ଗୋଟେ ମୋର ପିଲାଦିନର କାହାଣୀ କହିବି, ମାନେ ଗୋଟେ ଷ୍ଟୋରି। ପିଲାଦିନେ ମୁଁ ଚୋରୁଣୀଟେ ଥିଲି। ଆଜି ମୁଁ ପେଟ ଟାଣୁଛି। ଖାଇବାକୁ ଇଚ୍ଛା ହଉନି, ବିସ୍କୁଟଟାଇ ଖାଉଛି। ଷ୍ଟୋରିଟା କ'ଣ କି, ଆମ ପିଲାଦିନେ ବହୁତ ଛୋଟବେଳେ ବହୁତ ଦୁଷ୍ଟ ଥିଲି। ମୋ ଭାଇର ସାଙ୍ଗ, ମାନେ ଆମ ସାହି ପଡ଼ିଶା, ଆମ ବାପ ଘର କଥା କହୁଛି। ସମସ୍ତେ ଖରାବେଳେ ଶୋଇପଡ଼ିବେ। ମୁଁ କ'ଣ କରିବି, ଆମେ କ'ଣ କରିବୁ, ସମସ୍ତେ ଭଉଣୀମାନେ ମିଶିକି ସମସ୍ତେ ଶୋଇପଡ଼ିଲେ ଆମେ କରିବୁ, ଆମ୍ବ ଗଛକୁ ଟେକା ମାରି ଆମ୍ବ ଝଡ଼େଇବୁ, ତାକୁ ବ୍ଲେଡ଼ ପତ୍ର କାଟି ଯେଉଁ ଶୁଖିଲା ଲଙ୍କା ଆଉ ଲୁଣ ତା ଶିଳରେ ଆଗେ ଚୁରା ହେଉଥିଲା। ଶିଳରେ ଚୁରିକି ତା ଖରାବେଳେ ଖାଇବୁ, ଭଲ ଲାଗେନି? ଆପଣମାନେ ଖାଆନ୍ତି? ଆମେ ଛୋଟବେଳେ ସବୁ ଏମିତି ଖାଉ। ତାପରେ ସମସ୍ତେ ଖରାବେଳେ ଶୋଇପଡ଼ିବେ। କାକୁଡ଼ି ବାଡ଼ି ଭିତରେ ପଶିକି କାକୁଡ଼ି ଚୋରି କରିବୁ, ଲୁଣ ଆଉ ଲଙ୍କା ଶିଳରେ ଚୁରିକି ତାକୁ ଖାଇବୁ। ଏଇଠି ଅଛି ଗୁନୁ, ଏଇଠିକି ଆସେ, ଏଇଠି। ତାପରେ ମୋ ଭାଇର ଜଣେ ସାଙ୍ଗ ଥିଲା, ହେଲା, ଘର ପାଖରେ ସାଙ୍ଗ କହିଲା, ଆଉ ତା ଭାଇ ପଚାରିଲେ ମୋତେ, ଆମ ଲେମ୍ବୁ କିଏ ଆଣିଛି? ମୁଁ ସେଠି କ'ଣ କରୁଥିଲି ନା, ସେ ଯେତେବେଳେ ଆମ ଘରେ ତାଙ୍କ ଭାଇ ପହଞ୍ଚିଲେ, ମୁଁ ସେ ଶିଳରେ ଶୁଖିଲା ଲଙ୍କା ଆଉ ଲେମ୍ବୁ ଚୁରୁଥିଲି, ହେଲା। ମାନେ ତାକୁ ଶିଳରେ ତାକୁ ଯେଉଁ ବାଟିଲା ଟାଇପ୍ର କରୁଥିଲି। ତାପରେ ଖାଇବା ଚୁରିକିରି ଶିଳରେ ସେଇଠୁ ମୁଁ ଚୁରୁଥିଲି। ସେଇଠୁ ଆମ ଭାଇ ଆସିକି କହିଲା, ଆମ ଲେମ୍ବୁ କିଏ ଚୋରି କରିଛି, କିଏ ଆଣିଛି? ମୁଁ କହିଲି, ମୁଁ କିଛି କହିଲିନି। ସେ ଚୁପ୍ ମାରି ରହିଗଲି। ମୋ ଭଉଣୀ ଘରୁ ବାହାରି ଆସି କହିଲା, ସେଇ ବା ତମର ଲେମ୍ବୁ ଛିଡ଼େଇ ନେଇ ଆସିଛି। ମୁଁ ଜାଣିଥିଲି ଏଇ ଆଣିଥିବ, ଆଉ ସକାଳୁ ଯାଇଥିଲା ଏଇ ଆଣିଥିବ ଆଉ। ମାନେ ଏତେ ଚୋରୁଣୀ ଥିଲି ମୁଁ। ଆଉ ଦିନ ବଡ଼ ବାପାଙ୍କର କାକୁଡ଼ି ଚୋରି କରି, ହେଲା, ଛୋଟବେଳେ ଚୋରି କରି ମୋ ଜଙ୍ଘ ଫାଡ଼ି ହେଇଯାଏ।
କାକୁଡ଼ି ତାପରେ ଯେଉଁ ଭଣ୍ଡା 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 ଗଛରେ ଚଢ଼ିକି ଖରାବେଳେ ନିଦ ନାହିଁ ଭଣ୍ଡା ଗଛରେ ଚଢ଼ିକି ଭଣ୍ଡାକୁ ବି ଚୋରି କରି ନେଇ ପଳେଇ ଆସି ଆମ ଘର ଖୋଜୁଥିବେ ମୁଁ କ'ଣ କରିଥିବି ଭଣ୍ଡା ଗଛରେ ଚୋରି କରି ଭଣ୍ଡା ଗଛରେ ଦିନେ ଚଢ଼ିଥିଲି ଚୋରି କରିଥିଲି ହେଲା ଅଧା ଚଢ଼ିଛି ଭଣ୍ଡା ଗଛରେ ଖସି ଖସି ତଳେ ପଡ଼ିଗଲି ଜଙ୍ଘ ମାଡ଼ ହେଇଯାଇଥିଲା ମୋର ଛୋଟବେଳେ ଏତେ ଚୋରି କରୁଥିଲି ମୁଁ ବହୁତ ଦୁଷ୍ଟ ଥିଲି ଶାଶୁଘରକୁ ଆସିଲା ପରେ ସେଗୁଡ଼ା ମୁଁ ମାନେ ଭାବେ ମୋ ଲାଇଫ୍ରେ କ'ଣ କ'ଣ ସବୁ ହୋଇଥିଲା ଖରାବେଳେ ଆଉ ନିଦ ହୁଏନି ମୁଁ ନୁହେଁ ମୋ ଭଉଣୀ ଦୁଇ ତିନି ମୁଁ ଏକା ମୋ ଦାଦା ଝିଅମାନେ ମୋ ସାଙ୍ଗରେ ଅଛନ୍ତି ଏକା ମୁଁ ଚୋରି ଖରାବେଳେ ନିଦ ହୁଏନି ଏମିତି ଚୋରି କରୁ ଆମେ ଦାଦା ଝିଅ 2-3ଟା ଆମେ ଦୁଇଟା ବଡ଼ ଭଉଣୀ 2 ଜଣ ତ ବାହା ହେଇଯାଇଥିଲେ ବାହାଘର ତାଙ୍କର ସରିଯାଇଥିଲା ଆମେ ଚୋରି ଖରାବେଳେ ନିଦ ହେବନି ଆମେ ଚାଲ ଖରାବେଳେ ଆମ୍ବ ଝଡ଼ିବାକୁ ଯିବୁ ଏତେ ଛୋଟବେଳେ ଆମେ ଏତେ ଚୋରି କରୁଥିଲୁ କୁହନି ବହୁତ ଚୋରଣୀ ଥିଲି ଆମେ ଛୋଟବେଳେ ବହୁତ ଚୋରଣୀ ଥିଲି ନାଇଁ ତମେ ଛୋଟବେଳେ କ'ଣ ଚୋରି କରୁଥିଲ ଡାଳ ବାକି ଦେଖିଲା ନାଇଁ ଏବେ କେମିତି କଥା କହୁଛି ଜାଣିବ ନା ଏମିତି କଥାବାର୍ତ୍ତା କରନ୍ତି ସେଇଆଡ଼େ ପଛନ ଘର ମାଇକି ଦେଖ ଏମିତି କଥାବାର୍ତ୍ତା କରୁଛନ୍ତି ମୂର୍ଖ ମାଇଣ୍ଡା